ମୋର ମାନେ ଜୀବନର ଅନ୍ତିମ କାଳ ପର୍ଯ୍ୟନ୍ତ ହୁଏତ ମୋତେ ଟଙ୍କାର କିଛି ସେମିତି ଦରକାର ନାହିଁ। କିନ୍ତୁ ମୋତେ ଲାଗିଲା ଯଦି ମୁଁ ମୋର ବର୍ତ୍ତମାନ ରିଟାୟାରମେଣ୍ଟ ପରେ ଅନ୍ଟିଲ୍ ଆଇ ଡାଏ ଯୋଉ ଟାଇମ୍ ପିରିୟଡ଼ରେ ମୁଁ ଯଦି କିଛି ଗୋଟେ କ୍ରିଏଟ୍ କରିପାରିଲି ଗୋଟେ ପ୍ରଡକ୍ଟ, ଯୋଉ ପ୍ରଡକ୍ଟଟାର ଡେଥ୍ ହବନି, ସେଟା ତ ଗୋଟେ ମୋର ଅବଦାନ ରହିବ ଏଇ ସୋସାଇଟି ପ୍ରତି, ଏ ହୁଁ ସମାଜ ପ୍ରତି। ସେଇଟା ଦ୍ୟାଟ୍ ଇଜ୍ ପ୍ରବାବଲି ମାଇ ପ୍ରାଇମେରୀ ଡ୍ରାଇଭର। ହୁଁ ଯେ ମୁଁ ଏମିତି ଗୋଟେ କିଛି ଯୋଉଥିରେ କରିବି ଯୋଉଥିରେ ମୋତେ ଗୋଟେ ସେଲ୍ଫ ସାଟିସ୍ଫାକ୍ସନ ମିଳିବ। ମୁଁ ଗୋଟେ ମୋର ନିଜର 35 ବର୍ଷର ଅଭିଜ୍ଞତାକୁ ନେଇ ଗୋଟେ କିଛି କଲି ଗୋଟେ ପ୍ରଡକ୍ଟ ତିଆରି କରିବି ସାରା ହଁ ପୃଥିବୀର ଲୋକମାନେ ତାକୁ ଆକ୍ସେସ ଆଜ୍ଞା କରିବେ ଏଥିରେ ମୋର କରିପାରିବେ ପଇସା ବେନିଫିଟ ପାଇପାରିବେ। ପଇସା ଇନକମ୍ କରି ଗୋଟେ ବିଲିୟନର ହବା ପାଇଁ ଇଚ୍ଛା ନାହିଁ। ଏଇ ମାନେ ଯୋଉଟା କହନ୍ତି ସେଟା ମୋର ପ୍ରାଇମେରୀ ଡ୍ରାଇଭର ନୁହଁ। ହୁଁ ଡ୍ରାଇଭର ହଉଛି ଯେ ମୋର ଏଇଭଳିଆ ପ୍ରଡକ୍ଟ ଦ୍ୱାରା ଆମର କେମିତି ୱିଲ୍ ଇମ୍ପାକ୍ଟ ଏ ହ୍ୟୁମାନ ଲାଇଫ। ହୁଁ ମଣିଷ ଜୀବନକୁ କେମିତି କେମିତି ପ୍ରଭାବିତ କରେ ଏ ହଉଛି ଆପଣଙ୍କର ଇଚ୍ଛା। ଆଜ୍ଞା ତ ଓଡ଼ିଶାର ଉଦ୍ୟୋଗୀ ମାନଙ୍କ ପାଇଁ ଆପଣଙ୍କର ବାର୍ତ୍ତା କଣ, ଯୋଉମାନେ ଚେଷ୍ଟା କରୁଛନ୍ତି ଛୋଟ ବିଜନେସ ଟେ କରିବା ପାଇଁ? ଆଜ୍ଞା ସେଥିପାଇଁ ମୁଁ ଆସିବି ସେ ଯୋଉ ନେକ୍ସଟ ଟପିକକୁ ଯୋଉଟା କି ଆପଣଙ୍କର ଓସାର କନଭେନସନ, ହୁଁ ଯୋଉଥିରେ କି ମୁଁ କନଭେନର। ହୁଁ ମୁଁ 2013ରୁ 2015ରେ ଓଡ଼ିଶା ସୋସାଇଟି ଆମେରିକାର ପ୍ରେସିଡେଣ୍ଟ ବି ଥିଲି। ଆଉ ଆମର ଯୋଉ 2015ରେ ଆମେ ଗୋଟେ ଗ୍ଲୋବାଲ ଓଡ଼ିଆ କନଭେନସନ କରିଥିଲୁ, ସେତେବେଳେ ନବୀନ ପଟ୍ଟନାୟକଙ୍କୁ ଆମେ ଅନୁରୋଧ କରିଥିଲୁ ଯେ ଆପଣ ଟିକେ ଆମ ସାଙ୍ଗରେ କୋଲାବରେଟ୍ କରନ୍ତୁ। ଆମ ସୋସାଇଟି 20-25 ହଜାର, ଏବେ ମତେ ଲାଗୁଛି 25ରୁ 30 ହଜାର ଉର୍ଦ୍ଧ୍ୱ ଓଡ଼ିଆ ଅଛନ୍ତି ଆମ ଆମେରିକାରେ। 56 ବର୍ଷ ହେଲା ଆମର ଏଇ ସୋସାଇଟିର ତିଆରି ହେଇଛି। ଅଲ୍ ଅଫ୍ ଦି ମେମ୍ବର୍ସ 2000 ରୁ 3000 ଅଛନ୍ତି ଲାଇଫ୍ ମେମ୍ବର, ଯୋଉମାନେ ହାଇଲି ଆକମ୍ପ୍ଲିସ୍ ପ୍ରଫେସନାଲ୍ସ। ସେମାନଙ୍କର ସମସ୍ତଙ୍କର ଇଚ୍ଛା କିଛି କଣ୍ଟ୍ରିବ୍ୟୁସନ ମୋ ନିଜ ହୋମ୍ ଷ୍ଟେଟକୁ କିଛି କରିପାରିବି କି। ତ ଆମେ ଏ ବର୍ଷ ଯୋଉ କନଭେନସନ କରୁଛୁ, ଯୋଉଥିପାଇଁ କି ମୁଁ କାଲି ଚିଫ ମିନିଷ୍ଟରଙ୍କ ସାଙ୍ଗରେ ଆମେ ଦେଖା କରିକି ସେଇ ପ୍ରପୋଜାଲ ଦେଇଥିଲୁ, ଯୋଉଟାକି ଆମେ ନବୀନ ପଟ୍ଟନାୟକଙ୍କୁ ଦେଇଥିଲୁ। ସେତେବେଳେ 2015ରେ ମୋର ଯିଏ ଆଡଭାଇଜର ପ୍ରତାପ ଦାସ ଥିଲେ କନଭେନର। ସେତେବେଳେ ପ୍ରତାପ ଦାସଙ୍କୁ ମୁଁ ରିକ୍ୱେଷ୍ଟ କରିଥିଲି ଯେ ଆପଣ ଯାଆନ୍ତୁ, ଗୁଜୁରାଟ ଲୋକଙ୍କର ଗୁଜୁରାଟୀ ଆସୋସିଏସନ ସେମିତି ଗୋଟେ ଗ୍ଲୋବାଲ କନଫରେନ୍ସ କରୁଥିଲେ। ଆପଣ 3 ଦିନ ପାଇଁ 2 ଦିନ ପାଇଁ ତାଙ୍କର କନଫରେନ୍ସ ଆଟେଣ୍ଡ କରନ୍ତୁ। ଆଉ ଯେହେତୁ ମୁଁ ପ୍ରେସିଡେଣ୍ଟ ଅଛି, ମୁଁ ଚାହୁଁଛି ଆପଣ ଗୋଟେ ମୋତେ ରିପୋର୍ଟ ଦିଅନ୍ତୁ ଯେ ଗୁଜୁରାଟ କନଭେନସନ କେମିତି ହେଲା, କ'ଣ ସେମାନେ କରନ୍ତି। ମୋର ସେ ଆଡଭାଇଜର, ଆମର ସେ କନଭେନର, ସେ ଯାଇକି ସେ ଗୁଜୁରାଟ ଆସୋସିଏସନର କନଫରେନ୍ସ ଆଟେଣ୍ଡ କଲେ। ଆଟେଣ୍ଡ କରିକି ସେଠିକାର ଷ୍ଟଡି କଲେ ଯେ ଗୁଜୁରାଟୀ ମାନେ କେମିତି କନଫରେନ୍ସ କରୁଛନ୍ତି, ତାଙ୍କ କନଭେନସନରେ କଣ ଦେଖିଲେ ସେ? ସେ ଯୋଉ ରିପୋର୍ଟରେ ଦେଲେ ଯେ ଆମର 3 ପ୍ରକାର ଯୋଉ ଗ୍ରୁପ ଅଛି। ଗୋଟେ ଗ୍ରୁପ ହେଲା ଆପଣଙ୍କର ପଲିସି ମେକର୍ସ, ଯୋଉଟା କି ଗଭର୍ଣ୍ଣମେଣ୍ଟ ଅଫ ଗୁଜୁରାଟ, ତାଙ୍କର ରିପ୍ରେଜେଣ୍ଟେଟିଭ। ଆଉ ଗୋଟେ ଗ୍ରୁପ ହେଲା ଆମ ଏଣ୍ଟରପ୍ରିନର୍ସ, ଯୋଉଟା କି ଆମର ଉଦ୍ୟୋଗୀ ମାନେ ଉଦ୍ୟୋଗୀ ମାନେ ଯୋଉଟା କି ଆମେରିକାରେ ଅଛନ୍ତି। ଆଉ ଗୋଟେ ହେଲା ଯୋଉ ଏଣ୍ଟରପ୍ରିନର୍ସ ଦୋଜ ହୁ ଆର ଇନ୍ ଓଡ଼ିଶା, ଯୋଉ କ୍ୱେଶ୍ଚନ ଆପଣ ପଚାରିଲେ, ସେମାନେ ସେ ସମସ୍ତଙ୍କୁ ଏକାଠି କରିପାରୁଛନ୍ତି। ତାଙ୍କର ହୋଟେଲ ବିଜନେସ ବହୁତ ଭଲ ଚାଲେ ଗୁଜୁରାଟୀ ମାନେ। ଗୁଜୁରାଟୀ ମାନଙ୍କର, ସେମାନଙ୍କୁ ସେମାନେ ଆଣିଛନ୍ତି। ଆପଣଙ୍କର ମୋଦିଙ୍କର ସରକାରଙ୍କର ସେତେବେଳେ ଯାଇଛନ୍ତି ଗୁଜୁରାଟ ପଲିସି ମେକର୍ସ। ସେମ୍ ପ୍ୟାଟର୍ନରେ ପ୍ରତାପ ଦାସ ଯୋଉ ରିପୋର୍ଟ ଦେଲେ, ସେମିତି ଆମେ ଗୋଟେ ଚିଠି ତିଆରି କରିକି ଆମେ ସେତେବେଳେ 2 ଦିନ ଚିଫ ମିନିଷ୍ଟରଙ୍କୁ ଆମେ ଜଣେଇଲୁ। ଯେତିକି ଆମେ ଭାବୁଥିଲୁ ସେଇ ସକ୍ସେସଫୁଲ ସେତିକି ହେଇପାରିଲା ନାହିଁ। ନବୀନ ବାବୁଙ୍କୁ ନେଇ ପାରିଛନ୍ତି ଆମେରିକା ଆପଣ ଓସା କନଭେନସନ? 28 ବର୍ଷ ହେଲାଣି ଆମେ ସେରେ ଯାଇନୁ, ଯୋଉଟା କି ଆମେ ଅନରେବଲ ଚିଫ ମିନିଷ୍ଟର ମୋହନ ମାଝୀଙ୍କୁ ଏବେ ରିକ୍ୱେଷ୍ଟ କଲୁ। ହଁ 28 ବର୍ଷ ହେଲାଣି ଆପଣଙ୍କ ଜାନକୀ ପଟ୍ଟନାୟକଙ୍କ ପରେ କୌଣସି ଚିଫ ମିନିଷ୍ଟର ଯାଇନାହାନ୍ତି। ଆମେରିକା ଯାଇନାହାନ୍ତି। Whereas ଆପଣଙ୍କର ତେଲୁଗୁ ଆସୋସିଏସନ, ମରାଠୀ ଆସୋସିଏସନ, ଗୁଜରାଟୀ ଆସୋସିଏସନ, ଫ୍ରମ୍ ନଟ୍ ଏଭ୍ରି ଇୟର ବଟ୍ ଟାଇମ୍ ଟୁ ଟାଇମ୍ ତାଙ୍କର ଚିଫ ମିନିଷ୍ଟର ସେ ଚନ୍ଦ୍ରବାବୁ ନାଇଡୁ ଯାଇକି ସେଇ ତେଲୁଗୁ ଆସୋସିଏସନ ଅଫ୍ ନର୍ଥ ଆମେରିକାରେ ଆଟେଣ୍ଡ କରନ୍ତି। ସେମାନଙ୍କୁ ପ୍ରୋତ୍ସାହିତ କରନ୍ତି। ତାଙ୍କର ଯୋଉ ଡାକ୍ତରମାନଙ୍କୁ କହନ୍ତି ଆପଣମାନେ ଆସିକି ହସ୍ପିଟାଲ ଖୋଲନ୍ତୁ। ସେଇ ଯୋଉ ଜିନିଷଟା ଆମେ ୱି ଆର୍ ଲ୍ୟାକିଂ। ଆପଣଙ୍କର ପଲିସି ମେକର ଭାବରେ ଆପଣମାନେ ଆସନ୍ତୁ। ଏ ବର୍ଷ ଆମେ ବହୁତ ପଜିଟିଭ ଇଣ୍ଡିକେସନ ପାଇଛୁ। Thanks to Honorable CM Mohan Majhi, Mr. Mohan Majhi has agreed ଯେ କହିଛନ୍ତି ମୁଖ୍ୟମନ୍ତ୍ରୀ ଆପଣଙ୍କୁ ଯିବା ପାଇଁ। ସେ ଯଦିଓ 100% କମିଟ୍ କରିନାହାନ୍ତି, ତାଙ୍କର ଇଣ୍ଡିକେସନ ଯେ ସିଏ ଇଚ୍ଛୁକ ଆସିବା ପାଇଁ। ସେ ତାଙ୍କର ଯୋଉମାନେ ଡିସିସନ ମେକର ସେମାନଙ୍କ ସାଙ୍ଗେ ଡିସ୍କସନ କରି ଆମେ ଆପଣଙ୍କୁ ଜଣେଇବୁ ବୋଲି ସେ ଜଣେଇଛନ୍ତି, ଯୋଉଥିରେ କି ଆମେ ବହୁତ ପଜିଟିଭ ତାଙ୍କଠୁ ସେଇ ରେସ୍ପନ୍ସ ପାଇଲୁ।
ଆମେ ଅନ୍ୟ ଯୋଉ ଆପଣଙ୍କର କଲଚରାଲ ଡିପାର୍ଟମେଣ୍ଟ ହେଲା ଆପଣଙ୍କର ଟେକ୍ସଟାଇଲ ଯୋଉମାନେ ସବୁ ସେକ୍ରେଟାରୀ ମାନେ ଅଛନ୍ତି ତାଙ୍କୁ ସବୁ ଦେଖା କଲୁ ସମସ୍ତଙ୍କର ଗୋଟେ ଯୋଉ ପଜିଟିଭ ରେସ୍ପନ୍ସ ଭାରି ଏନକରେଜିଂ ଥିଲା ମୋର ଯୋଉ ଏଇ ଭିଜିଟଟା ଆମେ ସେଇ ଚାହୁଁଛୁ ଯେ ଗୋଟେ ଦିନ ଆମେ ଡେଡିକେଟ କରିବୁ ଓଡ଼ିଶାର ଆଟଲିଷ୍ଟ 25 ରୁ 30 ଜଣ ଏଣ୍ଟରପ୍ରିନରଙ୍କୁ ଆମେ ସେଠିକୁ କେମିତି ନେଇକି ଯାଇପାରିବୁ ଯୋଉଟା କି ମୁଁ ଓଡ଼ିଶା ଗଭର୍ଣ୍ଣମେଣ୍ଟକୁ ରିକ୍ୱେଷ୍ଟ କରୁଥିଲି ଯେ ସେମାନଙ୍କର ଯିବା ପାଇଁ ଆପଣ ଟିକେ ସେଟାକୁ ଟିକେ ସହଯୋଗ କରନ୍ତୁ ସେମାନେ ଆସନ୍ତୁ ଆମେ ସେଠିକାର ଉଦ୍ୟୋଗୀ ମାନଙ୍କୁ ଚେମ୍ବର ଅଫ କମର୍ସ ହେଲା ବିଜନେସ ହାଉସେସ୍ କର୍ପୋରେଟ ସେମାନଙ୍କୁ ଆଣିବୁ ଆଉ ଆପଣଙ୍କୁ ପଲିସି ମେକର ଭାବରେ ଆପଣଙ୍କର ହୋଲ ତ କଣ୍ଟ୍ରି ଓଡ଼ିଶାରୁ ଉଦ୍ୟୋଗୀ ମାନେ ବିଜନେସମ୍ୟାନ ମାନେ ଯଦି ଆମେରିକା ଯାଆନ୍ତି ତାହେଲେ ଲାଭ କ'ଣ ହବ? ସେମାନେ ସେ ଟିକେ କଲାବୋରେସନ ହବ ନେଟୱାର୍କିଂ ହବ ଏମାନେ ଯୋଉ ଏଆଇ ରେ ଯାହା କରିବାକୁ ଚାହୁଁଛନ୍ତି ସେଠି ଏଆଇ ରେ ସେମାନେ ସକ୍ସେସଫୁଲ ହେଇଗଲେଣି କେତେ ଉଦ୍ୟୋଗୀ ସେମାନଙ୍କ ସାଙ୍ଗରେ ସେମାନେ କଲାବୋରେଟ କରିବେ ପାର୍ଟନରସିପ କରିବେ ସେମାନେ ଜାଣିବେ ଯେ ଆମେରିକାରେ କେମିତି ସେମାନେ ପ୍ରୋଗ୍ରେସ କରୁଛନ୍ତି ଏମାନେ ସେଇ ଲେଭେଲକୁ କେମିତି ଯିବେ ସେଇ ଏକ୍ସପୋଜରଟା ଏବେ ମିଳୁନି ସେମାନେ ଏଠି ଅଛନ୍ତି ଆମେ ସେମାନଙ୍କୁ ସେଇ ପ୍ଲାଟଫର୍ମ ଦବୁ ଯୋଉଥିରେ ସେମାନେ ସେଇ